ଗାଁର ନାମ ଥିଲା ସୁଖ, ଯାହା ଚାରିପାଖରେ ସବୁଜିମାରେ ଘେରି ରହିଥିଲା। ସେଠାକାର ଜନସଂଖ୍ୟା ବହୁତ ନଥିଲା, କିନ୍ତୁ ଲୋକମାନେ ପରସ୍ପରକୁ ଜାଣିଥିଲେ। ସେହି ଗାଁରେ ସାବିତ୍ରୀ ନାମକ ଜଣେ ମହିଳା ଥିଲେ, ଯିଏ ତାଙ୍କ ସ୍ୱାମୀ ବିନୋଦଙ୍କ ସହିତ ତାଙ୍କ ଛୋଟ ଘରେ ବହୁତ ଖୁସି ଥିଲେ। ତାଙ୍କ ଜୀବନ ଜଣେ ଆଦର୍ଶ ଗୃହିଣୀଙ୍କ ପରି ଥିଲା। ସେ ସକାଳୁ ଶୀଘ୍ର ଉଠି ଘରର ସମସ୍ତ କାମ ସାରି ତାପରେ ସ୍ୱାମୀଙ୍କ ସହିତ କ୍ଷେତରେ କାମ କରେ। ତାଙ୍କ କଠିନ ପରିଶ୍ରମ ଏବଂ ସ୍ନେହ ଯୋଗୁଁ ଘରେ ସବୁବେଳେ ଶାନ୍ତି ଏବଂ ସୁଖ ରହିଥାଏ। କିନ୍ତୁ ଭାଗ୍ୟକୁ ଏହି ସୁଖମୟ ଜୀବନ ପସନ୍ଦ ଆସିଲା ନାହିଁ। ସାବିତ୍ରୀଙ୍କ ସଂସାର ସେତେବେଳେ ଫୁଲି ଉଠିଲା, ଯେତେବେଳେ ଦିନେ କ୍ଷେତରେ କାମ କରୁଥିବା ସମୟରେ ବିନୀତ ଏକ ବିଷାକ୍ତ ସାପର ଶିକାର ହେଲେ। ସାପ ତାଙ୍କ ଗୋଡ଼ରେ କାମୁଡ଼ିଲା ଏବଂ କିଛି ଘଣ୍ଟା ମଧ୍ୟରେ ବିଷ ତାଙ୍କ ଶରୀରରେ ବ୍ୟାପିଗଲା। ଗାଁ ଲୋକମାନେ ଭୂତ ଛଡ଼ାଇବା ଏବଂ ଘରୋଇ ଉପଚାର ଚେଷ୍ଟା କଲେ, କିନ୍ତୁ କିଛି କାମ କଲା ନାହିଁ। ଶେଷରେ ବିନୀତଙ୍କ ମୃତ୍ୟୁ ହେଲା। ଏହି ଖବର ଶୁଣି ସାବିତ୍ରୀଙ୍କ ଉପରେ ବଜ୍ରପାତ ପଡ଼ିଗଲା। ସେ ତାଙ୍କ ସ୍ୱାମୀଙ୍କ ଶରୀରକୁ କୁଣ୍ଢାଇ ପକାଇ କାନ୍ଦିବାକୁ ଲାଗିଲେ। ଲୁହ ଅଟକି ରହୁନଥାଏ। ଗାଁର ମହିଳାମାନେ ତାଙ୍କୁ ସାନ୍ତ୍ୱନା ଦେବାକୁ ଆସିଥିଲେ, କିନ୍ତୁ ତାଙ୍କର ଅବସ୍ଥା ଦେଖି ସମସ୍ତଙ୍କ ହୃଦୟ କଷ୍ଟରେ ଥରି ଉଠିଥିଲା। ତାଙ୍କର ସମଗ୍ର ଦୁନିଆ ଶେଷ ହୋଇଯାଇଥିଲା। ସେ କଳ୍ପନା ମଧ୍ୟ କରିପାରୁ ନଥିଲେ ଯେ ଏବେ ତାଙ୍କ ଜୀବନର କ'ଣ ହେବ। ତାଙ୍କ ଦୁନିଆର କେନ୍ଦ୍ର ଛଡ଼ାଇ ନିଆଯାଇଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସାବିତ୍ରୀଙ୍କ ପାଇଁ ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପୂର୍ବରୁ ତାଙ୍କୁ ସମ୍ମାନ କରୁଥିବା ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ଏବେ ତାଙ୍କଠାରୁ ଦୂରେଇ ଯିବାକୁ ଲାଗିଲେ। ଜଣେ ବିଧବାଙ୍କ ଜୀବନ କେତେ କଷ୍ଟକର ହୋଇପାରେ ତାହା ସେ ବୁଝିବାକୁ ଲାଗିଲେ। ଗାଁର କିଛି ଲୋକ ତାଙ୍କ ପ୍ରତି ସହାନୁଭୂତି ଦେଖାଇଲେ, କିନ୍ତୁ ଅଧିକାଂଶ ଲୋକ ତାଙ୍କୁ ଦୁର୍ଭାଗ୍ୟ ବୋଲି ମାନୁଥିଲେ। ଏବେ ସେ ଏକାକୀ ଏବଂ ଅସହାୟ ଥିଲେ ଏବଂ ଗାଁରେ ଏକ ବିଶ୍ୱାସ ଥିଲା ଯେ ଜଣେ ମହିଳା ବିଧବା ହେବାର ଏକମାତ୍ର ପୂର୍ବଜନ୍ମର ଅଭିଶାପ। ଗାଁର କିଛି ମଧ୍ୟବୟସ୍କ ପୁରୁଷ, ଯେଉଁମାନେ ପୂର୍ବରୁ ତାଙ୍କୁ ସମ୍ମାନ କରୁଥିଲେ, ତାଙ୍କୁ ଘୃଣା ଦୃଷ୍ଟିରେ ଦେଖିବାକୁ ଲାଗିଲେ। ଏବେ ସେମାନେ ତାଙ୍କ ଅସହାୟତାର ସୁଯୋଗ ନେବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ କାମନାପୂର୍ବକ ଚାହିଁ ରହିଛନ୍ତି। ଗୋଟିଏ ଦିନ ସାବିତ୍ରୀ ତାଙ୍କ ଭଙ୍ଗା କୁଡ଼ିଆ ବାହାରେ ବସିଥିବା ବେଳେ ସେ ଦେଖିଲେ ଯେ ଗାଁ ରାସ୍ତାରେ 3 ଜଣ ସାଧୁ ଆସୁଛନ୍ତି। ତାଙ୍କର ଲମ୍ବା ଧଳା ଦାଢ଼ି ଥିଲା ଏବଂ ସେ ସୁନ୍ଦର ପୋଷାକ ପିନ୍ଧିଥିଲେ। ତାଙ୍କ ମୁହଁରେ ଏକ ଦିବ୍ୟ ଆଭା ଥିଲା ଏବଂ ତାଙ୍କ ଆଖିରେ ଏକ ଅସାଧାରଣ ଶାନ୍ତି ପ୍ରତିଫଳିତ ହେଉଥିଲା। ଋଷିଙ୍କ ଆଗମନର ଖବର ପାଇ ଗାଁ ଲୋକେ ତାଙ୍କୁ ଘେରିଗଲେ ଏବଂ ଶ୍ରଦ୍ଧାରେ ତାଙ୍କ ପାଦତଳେ ପଡ଼ିଗଲେ ଏବଂ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ। ଗାଁ ମୁଖିଆ ନମ୍ରତାର ସହିତ ପ୍ରାର୍ଥନା କଲେ, ମହାରାଜ, ଦୟାକରି କିଛି ସମୟ ପାଇଁ ଆମ ଗାଁକୁ ଆସନ୍ତୁ। ଆମକୁ ଆପଣଙ୍କ ଆଶୀର୍ବାଦ ଏବଂ ଜ୍ଞାନର ଅତ୍ୟନ୍ତ ଆବଶ୍ୟକତା ଅଛି। 3 ଜଣ ଋଷି ସହଜରେ ରାଜି ହୋଇଗଲେ ଏବଂ ତାପରେ ସେମାନଙ୍କ ନଜର ପାଖରେ ବସିଥିବା ସାବିତ୍ରୀ ଉପରେ ପଡ଼ିଲା। ସେମାନଙ୍କ ମଧ୍ୟରୁ ସବୁଠାରୁ ବଡ଼ ବ୍ୟକ୍ତି ଧ୍ୟାନ ସଂରକ୍ଷିତ କଲେ। ସେ ସାବିତ୍ରୀକୁ ସତର୍କତାର ସହିତ ଚାହିଁ କହିଲେ, ଏହି ମହିଳା ଅତ୍ୟଧିକ କଷ୍ଟ ପରେ ପଡ଼ିଛନ୍ତି, କିନ୍ତୁ ତାଙ୍କର ଭାଗ୍ୟ ଅସାଧାରଣ। ଗ୍ରାମବାସୀମାନେ କିଛି ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ବ୍ୟକ୍ତିକୁ ସେମାନେ ଦୁର୍ଭାଗ୍ୟବାନ ଏବଂ ପୁଣ୍ୟବାନ ବୋଲି ଭାବୁନଥିଲେ, ତାଙ୍କ ଭାଗ୍ୟକୁ ଋଷି କାହିଁକି ବିଶେଷ ବୋଲି କହିଥିଲେ? ଯଦି ସନ୍ଦେହ ବୃଦ୍ଧି ପାଏ, ତେବେ କିଛି କୌତୂହଳର ସହିତ ଦୌଡ଼ି ସହ ଜଡ଼ିତ ଜିନିଷଗୁଡ଼ିକୁ ବୁଝିବାକୁ ଚେଷ୍ଟା କଲେ। ସାବିତ୍ରୀ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ। ଯେଉଁ ସମାଜ ତାଙ୍କୁ ବର୍ଷ ବର୍ଷ ଧରି ପାର୍ଶ୍ୱରେ ରଖିଥିଲା, ସେ ହଠାତ୍ ତାଙ୍କ ଭବିଷ୍ୟତକୁ ଅସାଧାରଣ ଘୋଷଣା କରିଦେଲେ। ତାଙ୍କ ମନରେ ଅଗଣିତ ପ୍ରଶ୍ନ ଉଠିବାକୁ ଲାଗିଲା। ଏହି ଋଷି କିଏ ଏବଂ ସେ ମୋ ଭାଗ୍ୟ ବିଷୟରେ କ'ଣ ଦେଖିଛନ୍ତି? ମୋ ଜୀବନ କ'ଣ ପ୍ରକୃତରେ ପରିବର୍ତ୍ତନ ହେବାକୁ ଯାଉଛି? 3 ଜଣ ଋଷି ଗାଁର ମଧ୍ୟଭାଗରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିରରେ ରହିଥିଲେ। ଏହି ମନ୍ଦିର ବର୍ଷ ବର୍ଷ ଧରି ପରିତ୍ୟକ୍ତ ଥିଲା, କିନ୍ତୁ ସେମାନଙ୍କ ଆଗମନ ସହିତ ଏକ ନୂତନ ଶକ୍ତି ଫେରି ଆସିଲା। ଝିଅଟି କାନ୍ଦିବାକୁ ଲାଗିଲେ। ଲୁହ ଅଟକି ରହୁନଥାଏ। ଗାଁର ମହିଳାମାନେ ତାଙ୍କୁ ସାନ୍ତ୍ୱନା ଦେବାକୁ ଆସିଥିଲେ, କିନ୍ତୁ ତାଙ୍କର ଅବସ୍ଥା ଦେଖି ସମସ୍ତଙ୍କ ହୃଦୟ କଷ୍ଟରେ ଥରି ଉଠିଥିଲା। ତାଙ୍କର ସମଗ୍ର ଦୁନିଆ ଶେଷ ହୋଇଯାଇଥିଲା। ସେ କଳ୍ପନା ମଧ୍ୟ କରିପାରି ନଥିଲେ ଯେ ଏବେ ତାଙ୍କ ଜୀବନରେ କ'ଣ ହେବ।
ତାଙ୍କ ଦୁନିଆର କେନ୍ଦ୍ର ଛଡ଼ାଇ ନିଆଯାଇଥିଲା। ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସାବିତ୍ରୀଙ୍କ ପାଇଁ ଦୁନିଆ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଋଷିଙ୍କ ଆଗମନର ଖବର ପାଇଁ ଗାଁ ଲୋକେ ତାଙ୍କୁ ଘେରିଗଲେ ଏବଂ ଶ୍ରଦ୍ଧାରେ ତାଙ୍କ ପାଦତଳେ ପଡ଼ିଗଲେ। ଗାଁ ଲୋକମାନେ ତାଙ୍କ ପ୍ରବଚନକୁ ବହୁତ ଭକ୍ତିର ସହିତ ଶୁଣିବାକୁ ଆସିବାକୁ ଲାଗିଲେ। କିନ୍ତୁ ସାବିତ୍ରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଗଲା ନାହିଁ। ତାଙ୍କର ମଧ୍ୟ ସ୍ୱାଧୀନତାର ଅଧିକାର ଅଛି କି? ସାବିତ୍ରୀ ତାଙ୍କ ସାମ୍ନାରେ ପହଞ୍ଚିବା ମାତ୍ରେ ସେ ଆଖି ଖୋଲିଲେ। କିଛି ସମୟ ନୀରବତା ପରେ ବଶିଷ୍ଠ ନାମକ ଜଣେ ଋଷି କହିଲେ, ଆସ, ତୁମେ ମୋ ଠାରୁ କ'ଣ ଚାହୁଁଛ? ସାବିତ୍ରୀଙ୍କ କଣ୍ଠସ୍ୱର ଥରି ଉଠିଥିଲା। କିନ୍ତୁ ସେ ସାହସ ସଂଗ୍ରହ କରି କହିଲେ, ମୁଁ ବୁଝିପାରୁନାହିଁ ଯେ ମୋ ଜୀବନ ଏତେ ଦୁଃଖଦ କାହିଁକି? ଆମେ ଏଠାରେ କାହିଁକି? ମୁଁ କାହାର କ'ଣ କ୍ଷତି କରିଛି? ଦେବାନନ୍ଦ ହସି କହିଲେ, ଏହି ଦୁନିଆରେ କୌଣସି ଦୁଃଖ ବିନା କାରଣରେ ଆସେ ନାହିଁ। ଏହା ତୁମର ପୂର୍ବଜନ୍ମର କର୍ମ, ଯାହା ତୁମର ବର୍ତ୍ତମାନ ଜୀବନକୁ ପ୍ରଭାବିତ କରୁଛି। କିନ୍ତୁ ଚିନ୍ତା କର ନାହିଁ। ପ୍ରତ୍ୟେକ କାର୍ଯ୍ୟ ନୂତନ ପଦକ୍ଷେପ ଦ୍ୱାରା ପରିବର୍ତ୍ତନ ହୋଇପାରିବ। ସାବିତ୍ରୀଙ୍କ ଆଖିରୁ ଲୁହ ଝରି ପଡ଼ିଲା। ସେ ଥରି ଥରି କଣ୍ଠରେ ପଚାରିଲେ, ମୁଁ କ'ଣ ମୋ ଭାଗ୍ୟ ବଦଳାଇ ପାରିବି? ଜ୍ଞାନ ଅନ୍ୱେଷଣକାରୀ ଶରଣ ଆନନ୍ଦ ଉତ୍ତର ଦେଲେ, କିନ୍ତୁ ଏଥିପାଇଁ ତୁମକୁ କଠିନ ପରୀକ୍ଷା ଦେଇ ଯିବାକୁ ପଡ଼ିବ। ତୁମେ ପ୍ରସ୍ତୁତ କି? ସାବିତ୍ରୀ ଦ୍ୱିଧା ନ କରି ଉତ୍ତର ଦେଲେ, ମୁଁ ପ୍ରତ୍ୟେକ ପରୀକ୍ଷା ପାଇଁ ପ୍ରସ୍ତୁତ। ବଶିଷ୍ଠ ଅଙ୍ଗ ଗମ୍ଭୀର ସ୍ୱରରେ କହିଲେ, କାଲି ସୂର୍ଯ୍ୟୋଦୟ ପୂର୍ବରୁ ତୁମେ ଗାଁ ବାହାରେ ଥିବା ପିପଳ ଗଛ ପାଖକୁ ଆସିବା ଉଚିତ। ତୁମର ପ୍ରକୃତ ଯାତ୍ରା ସେଠାରୁ ଆରମ୍ଭ ହେବ। ପରଦିନ ଏହି ଖବର ସାରା ଗାଁରେ ନିଆଁ ପରି ବ୍ୟାପିଗଲା। ଲୋକମାନେ ଅନୁମାନ କରିବାକୁ ଲାଗିଲେ ଯେ ଋଷି ତାଙ୍କୁ କିଛି ବର ଦେବେ କି କିଛି ମଦ୍ୟପାନ କରିବେ। ଏହି ମହିଳାଟି ସମଗ୍ର ଗାଁ ପାଇଁ ଅସୁବିଧାର କାରଣ ହେବ କି? କିଛି ଲୋକ ତାଙ୍କୁ ସହାନୁଭୂତି ସହିତ ଦେଖୁଥିଲେ ଏବଂ କିଛି ଘୃଣା ସହିତ ମଧ୍ୟ ଦେଖୁଥିଲେ। କିନ୍ତୁ ସାବିତ୍ରୀ ଏସବୁ କଥାକୁ ଚିନ୍ତା କଲେ ନାହିଁ। ରାତିରେ ସେମାନେ ଗାଁ ବାହାରେ ଜଙ୍ଗଲର ଧାରରେ ପହଞ୍ଚିଗଲେ, ଯେଉଁଠାରେ 3 ଜଣ ପୂର୍ବରୁ ସେଠାରେ ଥିଲେ। ଋଷି ବଶିଷ୍ଠ ସେଠାରେ ଥିଲେ। ଅନ୍ୟ ଦେବତା ଆନନ୍ଦ ଏବଂ ଶରଣ ଆନନ୍ଦ ଠିଆ ହୋଇଥିଲେ। ବାୟୁମଣ୍ଡଳରେ ଏକ ରହସ୍ୟମୟ ଶାନ୍ତି ଥିଲା। ବଶିଷ୍ଠ କହିଲେ, ଝିଅ, ତୁମକୁ ଏହି ଜଙ୍ଗଲରେ ସମଗ୍ର ରାତି ଏକା ବିତାଇବାକୁ ପଡ଼ିବ। ଯଦି ତୁମେ ଭୟକୁ ପରାସ୍ତ କର, ତେବେ ତୁମେ ପ୍ରଥମ ପରୀକ୍ଷାରେ ପାସ୍ କରିବ। ସାବିତ୍ରୀଙ୍କ ହୃଦୟ ଦ୍ରୁତ ଗତିରେ ଧଡ଼ ଧଡ଼ କରିବାକୁ ଲାଗିଲା। ଘନ ଜଙ୍ଗଲ, ଅନ୍ଧକାର ରାତି ଏବଂ ଅଜଣା ବିପଦ, ଏହା ବିଷୟରେ ଭାବିବା ମାତ୍ରେ ତାଙ୍କ ମେରୁଦଣ୍ଡରେ ଏକ ଶିହରଣ ଖେଳିଗଲା। କିନ୍ତୁ ସେ ସାହସ ସଂଗ୍ରହ କଲେ ଏବଂ 3 ଜଣ ଋଷି ଜଙ୍ଗଲର ଅନ୍ଧାରରେ ଅଦୃଶ୍ୟ ହୋଇଗଲେ। ଋଷି ଚାଲିଗଲା। ସେ ଏକୁଟିଆ ଥିଲା। ରାତି ଯେତେ ଘନିଷ୍ଠ ହେଉଥିଲା, ଜଙ୍ଗଲର ପରିବେଶ ଭୟଙ୍କର ହୋଇ ଉଠୁଥିଲା। ଶୁଖିଲା ପତ୍ରର ଶବ୍ଦ, ପେଚା ଏବଂ ଅଜବ ଫୁଲର ଭୟଙ୍କର ଶବ୍ଦ ବାୟୁରେ ଉଡ଼ିବାକୁ ଲାଗିଲା। ହଠାତ୍ ସେ ଅନୁଭବ କଲେ ଯେ ଏକ ଛାଇ ତାଙ୍କ ଆଡ଼କୁ ମାଡ଼ି ଆସୁଛି। ତାଙ୍କ ହୃଦୟ ଦ୍ରୁତ ଗତିରେ ଧଡ଼କିବାକୁ ଲାଗିଲା। ଏହା କୌଣସି ବନ୍ୟପ୍ରାଣୀ କି କୌଣସି ଆତ୍ମା? ଗୋଡ଼ ଥରିବାକୁ ଲାଗିଲା। କିଛି ମୁହୂର୍ତ୍ତ ପାଇଁ ତାଙ୍କୁ ଦୌଡ଼ି ପଳାଇ ଯିବାକୁ ଲାଗିଲା। କିନ୍ତୁ ତାପରେ ତାଙ୍କୁ ଶରଣ ଆନନ୍ଦ କହିଥିବା କଥା ମନେ ପଡ଼ିଲା, ଯଦି ତୁମେ ଭୟକୁ ଜୟ କର। ସାବିତ୍ରୀ ଆଖି ବନ୍ଦ କରି ଏକ ଗଭୀର ନିଶ୍ୱାସ ନେଇ ନିଜକୁ କହିଲେ, ମୁଁ ଭୟ କରିବା ଉଚିତ ନୁହେଁ। ପରମେଶ୍ୱର ମୋ ସହିତ ଅଛନ୍ତି। ମୋ ଛାଇ କେବଳ ମୋ ପରି। ବାହାରେ କିଛି ନାହିଁ। ଧୀରେ ଧୀରେ ଛାଇଗୁଡ଼ିକ ଅସ୍ପଷ୍ଟ ହେବାକୁ ଲାଗିଲା ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ଅଦୃଶ୍ୟ ହୋଇଗଲା। ଜଙ୍ଗଲ ଏବେ ବି ରହସ୍ୟମୟ ଥିଲା, କିନ୍ତୁ ସାବିତ୍ରୀ ଭିତରେ ଦମ୍ ଥିଲା, ଯେପରି ଝଲଗୁଡ଼ିକ ପାଉଁଶରେ ପରିଣତ ହୋଇଗଲା। ସାରା ରାତି ସେ ତାଙ୍କ ଭୟ ସହିତ ସଂଘର୍ଷ କଲେ, କିନ୍ତୁ ପ୍ରତ୍ୟେକ ଥର ସେ ତାଙ୍କ ମନକୁ ଶାନ୍ତ କରୁଥିଲେ ଏବଂ ତାଙ୍କ ଅନ୍ତର୍ନିହିତ ଆଲୋକକୁ ଜଳାଇ ରଖିଥିଲେ। ପ୍ରଭାତର ପ୍ରଥମ କିରଣ ସହିତ ସାବିତ୍ରୀ ଏକ ଆଶ୍ୱସ୍ତିର ନିଶ୍ୱାସ ନେଇଥିଲେ। ଯେତେବେଳେ ସେ ଉଠିଲେ, ତାଙ୍କୁ ଲାଗିଲା ଯେପରି ତାଙ୍କର ପୂର୍ବଜନ୍ମ ହୋଇଛି। କିଛି ମୁହୂର୍ତ୍ତ ମଧ୍ୟରେ 3 ଜଣ ଋଷିଙ୍କ ସମ୍ମୁଖରେ ଠିଆ ହେଲେ। ଦେବ ଆନନ୍ଦ ଖୁସି ହୋଇ କହିଲେ, ଝିଅ, ତୁମେ ପ୍ରଥମ ପରୀକ୍ଷାରେ ସଫଳତାର ସହିତ ପାସ୍ କରିଛ। ତୁମ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ସାବିତ୍ରୀଙ୍କ ଆଖି ଆତ୍ମବିଶ୍ୱାସରେ ଝଲସି ଉଠିଲା। ସେ ଏବେ ବୁଝିପାରିଲେ ଯେ ତାଙ୍କ ଛାଇ କେବଳ ଏକ ଭ୍ରମ। ଯଦି ଆମେ ଏହାର ସାମ୍ନା କରୁ, ତେବେ ଏହା ଆପେ ଆପେ ଅଦୃଶ୍ୟ ହୋଇଯାଏ।
ପ୍ରଥମ ପରୀକ୍ଷାରେ ଭୟକୁ ପରାସ୍ତ କରିବା ପରେ ସାବିତ୍ରୀଙ୍କ ଆତ୍ମବିଶ୍ୱାସ ଜାଗ୍ରତ ହୋଇଥିଲା। ଏବେ ସେ ତାଙ୍କ ଦୁଃଖକୁ ଭାଗ୍ୟ କଠିନ ପୁତୁଳ ଭାବରେ ଭାବିବା ପରିବର୍ତ୍ତେ ସେ ସେମାନଙ୍କୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ଥିଲେ। ସେ ଅନୁଭବ କରିଥିଲେ ଯେ ଜୀବନରେ ପରିବର୍ତ୍ତନ କେବଳ ଇଚ୍ଛାରୁ ନୁହେଁ ବରଂ ସାହସିକ କାର୍ଯ୍ୟରୁ ମଧ୍ୟ ଆସେ। ବଶିଷ୍ଠ ଆନନ୍ଦ କହିଲେ, ଝିଅ, ତୁମେ ତୁମର ଛାଇକୁ ପରାସ୍ତ କରିଛ, କିନ୍ତୁ ଆଗକୁ ଯାତ୍ରା ଅଧିକ କଷ୍ଟକର ହେବ। ପରବର୍ତ୍ତୀ ପରୀକ୍ଷା କ'ଣ ଆପଣ ଏଥିପାଇଁ ପ୍ରସ୍ତୁତ କି? ସାବିତ୍ରୀ ମୁଣ୍ଡ ନଇଁ ଉତ୍ତର ଦେଲେ, ମୁଁ ପ୍ରସ୍ତୁତ। ଦେବାନନ୍ଦ ଗମ୍ଭୀର ସ୍ୱରରେ କହିଲେ, ତ୍ୟାଗ କେବଳ ଟଙ୍କା, ପୋଷାକ କିମ୍ବା କୌଣସି ଭୌତିକ ଜିନିଷର ନୁହେଁ। ପ୍ରକୃତ ବଳିଦାନ ତାହା ଅଟେ ଯେଉଁଥିରେ ଆମର ସବୁଠାରୁ ପ୍ରିୟ ଜିନିଷକୁ ତ୍ୟାଗ କରିବାର ସାହସ ଥାଏ। ଆଜି ତୁମକୁ ତୁମର ହୃଦୟର ସବୁଠାରୁ ନିକଟତର ବିଷୟ ତ୍ୟାଗ କରିବାକୁ ପଡ଼ିବ। ସାବିତ୍ରୀଙ୍କ ମନ ବିଚଳିତ ହୋଇଗଲା। ତାଙ୍କ ପାଖରେ ବହୁତ କିଛି ନଥିଲା, କିନ୍ତୁ ତାପରେ ତାଙ୍କୁ ତାଙ୍କ ସ୍ୱର୍ଗତ ସ୍ୱାମୀ ବିନୀତଙ୍କ ଫଟୋ ମନେ ପଡ଼ିଗଲା। ଏହା ଏକମାତ୍ର ସ୍ମୃତି ଯାହା ତାଙ୍କୁ ସେମାନଙ୍କ ପ୍ରେମର ମନେ ପକାଇ ଦେଉଥିଲା। ଯେତେବେଳେ ସେ ଏକା ଥିଲେ, ଫଟୋଟିକୁ ଦେଖି ସେ ସାନ୍ତ୍ୱନା ପାଇଥିଲେ। ତାଙ୍କ ଆଖି ଲୁହରେ ଭରି ଯାଇଥିଲା। ସେ ନରମ ସ୍ୱରରେ ପଚାରିଲେ, ମୁଁ କ'ଣ ମୋ ସ୍ୱାମୀଙ୍କ ଫଟୋ ଛାଡ଼ିଦେବି? ଶରଣ ଆନନ୍ଦ ହସି କହିଲା, ଯଦି ତାହା ତୁମକୁ ସବୁଠାରୁ ପ୍ରିୟ। କିନ୍ତୁ ମନେ ରଖ, ତ୍ୟାଗ ସେତେବେଳେ ହିଁ ଅର୍ଥପୂର୍ଣ୍ଣ ଯେତେବେଳେ ଏହା ସମ୍ପୂର୍ଣ୍ଣ ହୃଦୟର ସହିତ କରାଯାଏ। ଯଦି ତୁମେ ନିଜେ ଏଥିପାଇଁ ପ୍ରସ୍ତୁତ ନ ହୁଅ, ତେବେ ଆମେ ତୁମକୁ ବାଧ୍ୟ କରିବୁ ନାହିଁ। ସାବିତ୍ରୀ ଗମ୍ଭୀର ଚିନ୍ତାରେ ହଜିଗଲେ। ଏହି ଚିତ୍ରଟି ତାଙ୍କ ଅତୀତର ଶେଷ ସ୍ମୃତି ଥିଲା। ସେ ଏହାକୁ ସେଠାରେ ଛାଡ଼ି ପାରିବେ କି? ଏହି ବଳିଦାନ ଠିକ୍ ହେବ କି? କିନ୍ତୁ ତାପରେ ସେ ଅନୁଭବ କଲେ ଯେ ଏହି ଚିତ୍ରଟି ତାଙ୍କୁ କେବଳ ଅତୀତ ସହିତ ବାନ୍ଧି ରଖୁଛି। ପ୍ରତିଦିନ ଏହାକୁ ଦେଖି ସେ ସେହି ଯନ୍ତ୍ରଣାରେ ବୁଡ଼ି ରହୁଥିଲେ। ସେହି ଅପୂର୍ଣ୍ଣ ପ୍ରେମର ଯନ୍ତ୍ରଣାକୁ ପୁନରାବୃତ୍ତି କରୁଥିଲେ। ଯଦି ସେ ଆଗକୁ ବଢ଼ିବାକୁ ଚାହୁଁଥିଲେ, ଯଦି ସେ ତାଙ୍କ ଜୀବନରେ ଏକ ନୂତନ ସମ୍ଭାବନା ଚାହୁଁଥିଲେ, ତେବେ ତାଙ୍କୁ ଅତୀତରୁ ନିଜକୁ ମୁକ୍ତ କରିବାକୁ ପଡ଼ିବ। ସେ ତାଙ୍କ ଆଖି ବନ୍ଦ କରିଦେଲେ। ସେ ଏକ ଗମ୍ଭୀର ନିଶ୍ୱାସ ନେଲେ ଏବଂ ତାପରେ ଦୃଢ଼ ସ୍ୱରରେ କହିଲେ, ମୁଁ ପ୍ରସ୍ତୁତ। ଯଦି ବଶିଷ୍ଠ ଶେଷରେ କୁହନ୍ତି, ତେବେ ଯାଅ ଏବଂ ଏହି ଚିତ୍ରଟିକୁ ଗାଁ ପୋଖରୀରେ ବୁଡ଼େଇ ଦିଅ। ସାବିତ୍ରୀ ତାଙ୍କ ଗାଁକୁ ଫେରି ତାଙ୍କ କୁଡ଼ିଆକୁ ଗଲେ ଏବଂ ଧୀରେ ଧୀରେ ଭିତରେ ଥିବା ଏକ ପୁରୁଣା ଟ୍ରଙ୍କ ଖୋଲିଲେ। ବର୍ଷ ବର୍ଷ ଧରି ବଞ୍ଚି ରହିଥିବା ଏକମାତ୍ର ସ୍ମୃତି। ଥରୁଥିବା ହାତରେ ସେ ତାଙ୍କ ସ୍ୱର୍ଗତ ସ୍ୱାମୀ ବିନୀତଙ୍କ ଫଟୋ ବାହାର କଲେ ଏବଂ ତାଙ୍କ ଆଖିକୁ ଗଭୀର ଭାବରେ ଚାହିଁଲେ। ଲୁହ ଥିଲା, କିନ୍ତୁ ଏବେ ମୋ ହୃଦୟରେ ଦୃଢ଼ ସଂକଳ୍ପ ଥିଲା। କିଛି ଗାଁ ଲୋକ ତାଙ୍କୁ ପୋଖରୀ ପାଖକୁ ଯାଉଥିବାର ଦେଖି ଫୁସ୍ ଫୁସ୍ କରି କହିବାକୁ ଲାଗିଲେ, ସେ ପାଗଳ ହୋଇଗଲାଣି। ସେ ତାଙ୍କ ସ୍ୱାମୀଙ୍କ ସ୍ମୃତି କାହିଁକି ଫୋପାଡ଼ି ଦେଉଛନ୍ତି? ମୁଁ ଭାବୁଛି କି ଏହି ଋଷିଗୁଡ଼ିକ ତାଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। କିନ୍ତୁ ସାବିତ୍ରୀ କାହାକୁ ଧ୍ୟାନ ଦେଲେ ନାହିଁ। ସେ ଧୀରେ ଧୀରେ ପୋଖରୀର ଧାରରେ ପହଞ୍ଚି ଯେଉଁଠାରେ ପାଣିର ତରଙ୍ଗ ଶାନ୍ତ ଥିଲା, ସେ ଫଟୋକୁ ଦୁଇ ହାତରେ ଧରି ଶେଷ ଥର ପାଇଁ ତାଙ୍କ ସମଗ୍ର ଜୀବନ ଗଠନ କରିଥିବା ମୁହଁକୁ ଚାହିଁଲା। ଏହା କେବଳ ଏକ ଫଟୋଗ୍ରାଫ ନଥିଲା, ଏହା ତାଙ୍କ ସୁଖ ଏବଂ ଯନ୍ତ୍ରଣାର ପ୍ରତିମୂର୍ତ୍ତି ଥିଲା। ଏହା ଅତୀତର ଏକ ପ୍ରତୀକ ଥିଲା। ଧୀରେ ଧୀରେ ସେ ଚିତ୍ରଟିକୁ ପାଣିରେ ଭାସିବାକୁ ଦେଲେ। ଚିତ୍ରଟି ବୁଡ଼ିଯିବା ପରେ ସେ ଅନୁଭବ କଲେ ଯେ ବର୍ଷ ବର୍ଷ ଧରି ତାଙ୍କ ହୃଦୟ ଉପରେ ଭାରାକ୍ରାନ୍ତ ଅଦୃଶ୍ୟ ଭାର ଏବେ ହଟି ଯାଇଛି। ଏକ ଅଦ୍ଭୁତ ହାଲକା ତାଙ୍କୁ ଏପରି ଭରିଦେଲା, ଯେପରି ସେ କିଛି ଅଦୃଶ୍ୟ ଶିକୁଳିରୁ ମୁକ୍ତ ହୋଇଗଲା। ଏବେ ସେ କେବଳ ତାଙ୍କ ଭବିଷ୍ୟତ ଆଡ଼କୁ ଚାହିଁବାକୁ ଚାହୁଁଥିଲେ। ଯେତେବେଳେ ସେ ଜଙ୍ଗଲକୁ ଫେରିଲେ, ତିନି ଋଷି ବଶିଷ୍ଠ, ଦେବ ଆନନ୍ଦ ଏବଂ ଶରଣ ଆନନ୍ଦ ସେଠାରେ ପୂର୍ବରୁ ତାଙ୍କ ପାଇଁ ଅପେକ୍ଷା କରି ରହିଥିଲେ। ସେମାନଙ୍କ ଆଖିରେ ସନ୍ତୋଷର ଛାପ ଥିଲା। ଦେବାନନ୍ଦ କହିଲେ, ଝିଅ, ତୁମେ ତ୍ୟାଗର ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛ। ଏବେ ତୁମେ ସେହି ବନ୍ଧନରୁ ମୁକ୍ତ କରିବାକୁ ପଡ଼ିବ। ସେ ତାଙ୍କ ଆଖି ବନ୍ଦ କରିଦେଲେ। ସେ ଏକ ଗମ୍ଭୀର ନିଶ୍ୱାସ ନେଲେ ଏବଂ ତାପରେ ଦୃଢ଼ ସ୍ୱରରେ କହିଲେ, ମୁଁ ପ୍ରସ୍ତୁତ। ତିନି ଜଣ ଋଷି ସାବିତ୍ରୀଙ୍କୁ ଏକ ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଏକ ପ୍ରାଚୀନ ମନ୍ଦିରକୁ ନେଇଗଲେ। ଏହି ମନ୍ଦିର
ଥରେ ଜଣେ ମହାନ ତପସ୍ୱୀଙ୍କ ଧ୍ୟାନ ସ୍ଥାନ ଥିଲା, କିନ୍ତୁ ଏବେ ସେଠାରେ ବାୟୁମଣ୍ଡଳର ନିର୍ଜନତା ଏବଂ ରହସ୍ୟ ଥିଲା। ପରିବେଶରେ ଗଭୀର ଶାନ୍ତି ଥିଲା। ଅନ୍ଧ ବ୍ୟକ୍ତିଟି ମନ୍ଦିରର ଦ୍ୱାରରେ ଠିଆ ହୋଇ କହିଲା, ଏବେ ତୁମର ଆତ୍ମାର ପରୀକ୍ଷା ହେବ। ତୁମେ ଭୟ ଏବଂ ଆସକ୍ତି ତ୍ୟାଗ କରିଛ, କିନ୍ତୁ ଏବେ ତୁମକୁ ପ୍ରମାଣ କରିବାକୁ ପଡ଼ିବ ଯେ ତୁମେ କେବଳ ନିଜ ପାଇଁ ନୁହେଁ, ବରଂ ଅନ୍ୟ ପାଇଁ ବଞ୍ଚିବ। ଦ୍ୱିତୀୟଟି ନିଆଯାଇପାରେ। ସାବିତ୍ରୀ ପଚାରିଲେ, ତାଙ୍କୁ କ'ଣ କରିବାକୁ ପଡ଼ିବ? ଦେବ ଆନନ୍ଦ ଗମ୍ଭୀର ସ୍ୱରରେ କହିଲେ, ଗାଁରେ ଜଣେ ବୃଦ୍ଧା ରହୁଛନ୍ତି, ଯାହାଙ୍କ ସମର୍ଥନ ପାଇଁ କେହି ନାହାନ୍ତି। ସେ ଅସୁସ୍ଥ ଏବଂ ଭୋକିଲା। ତୁମକୁ ତୁମର କୁଡ଼ିଆ ତାଙ୍କୁ ହସ୍ତାନ୍ତର କରିବାକୁ ପଡ଼ିବ ଏବଂ ତୁମର ସମସ୍ତ ଖାଦ୍ୟ ମଧ୍ୟ ତାଙ୍କୁ ଦେବାକୁ ପଡ଼ିବ। ସାବିତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। କୁଡ଼ିଆଟି ଛୋଟ ହୋଇପାରେ, କିନ୍ତୁ ଏହା ତାଙ୍କର ଏକମାତ୍ର ଆଶ୍ରୟସ୍ଥଳ ଥିଲା। ସେ କିଛି କହିବା ପୂର୍ବରୁ ସେ ତାଙ୍କ ଘରୁ କେଉଁଠାକୁ ଯିବେ, ଶରଣ ଆନନ୍ଦ ଏହା ଜାରି ରଖିଲେ, ଯାହାପରେ ଆପଣଙ୍କୁ 7 ଦିନ ପାଇଁ ଖାଦ୍ୟ ଏବଂ ପାଣି ବିନା ଜଙ୍ଗଲରେ ରହି ତପସ୍ୟା କରିବାକୁ ପଡ଼ିବ। ଏହା ଆପଣଙ୍କ ଧୈର୍ଯ୍ୟ, ଦୃଢ଼ ନିଷ୍ପତ୍ତି ଏବଂ ସମର୍ପଣର ପରୀକ୍ଷା କରିବ। ଯଦି ତୁମେ ଏହାକୁ ସମାପ୍ତ କର, ତୁମର ଆତ୍ମା ପ୍ରକୃତ ମୁକ୍ତି ଆଡ଼କୁ ଗତି କରିବ। ସାବିତ୍ରୀ ଶବ୍ଦ ହୋଇଗଲେ। ଏ ପର୍ଯ୍ୟନ୍ତ ପରୀକ୍ଷାଗୁଡ଼ିକ କଷ୍ଟକର ଥିଲା, କିନ୍ତୁ ଏହି ପରୀକ୍ଷା ଅସମ୍ଭବ ଲାଗୁଥିଲା। ସେ କ'ଣ ତାର ଘର ଏବଂ ଖାଦ୍ୟ ଛାଡ଼ିପାରିବ? ସେ କ'ଣ 7 ଦିନ ପର୍ଯ୍ୟନ୍ତ କିଛି ନ ଖାଇ କିମ୍ବା ନ ପିଇ ବଞ୍ଚିପାରିବ? କିନ୍ତୁ ତାପରେ ତାଙ୍କୁ ଋଷି କଥାଗୁଡ଼ିକ ମନେ ପଡ଼ିଲା। ପ୍ରକୃତ ଶକ୍ତି ଶରୀରର ନୁହେଁ, ବରଂ ମନରେ ରହିଛି। ଏହା ତାଙ୍କର ଶେଷ ପରୀକ୍ଷା ଥିଲା। ତାଙ୍କୁ ମଧ୍ୟ ଅତିକ୍ରମ କରିବାକୁ ପଡ଼ିଲା। ସେ ଏକ ସଂକଳ୍ପ ନେଲେ। ତାଙ୍କ ଆଖି ଦୃଢ଼ ସଂକଳ୍ପରେ ପୂର୍ଣ୍ଣ ହୋଇ କହିଲେ, ମୁଁ ଏହା କରିବାକୁ ପ୍ରସ୍ତୁତ। ସାବିତ୍ରୀ ଏହା ବିନା କୌଣସି ସଂକୋଚ କରି ବୁଢ଼ୀକୁ ତାଙ୍କର କୁଡ଼ିଆ ଏବଂ ଖାଦ୍ୟ ଦେଲେ। ଏହା ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ତୁମେ କ'ଣ କରୁଛ? ତୁମେ ସବୁକିଛି ଛାଡ଼ୁଛ କାହିଁକି? ଲୋକମାନେ ଫୁସ୍ଫୁସ୍ କରିବାକୁ ଲାଗିଲେ ଯେ ସେ ପ୍ରକୃତରେ ଋଷି ଚିହ୍ନର ପ୍ରଭାବରେ ଅଛନ୍ତି କି ନାହିଁ। କିନ୍ତୁ କୌଣସି ଉତ୍ତର ନ ଦେଇ ସେ ନିଜ ରାସ୍ତା ବାଛି ଜଙ୍ଗଲ ଆଡ଼କୁ ଚାଲିଗଲେ। ପ୍ରଥମ ଦିନ ପ୍ରବଳ ଭୋକ ତାଙ୍କ ଚେତନାକୁ ଥରାଇ ଦେଉଥିଲା, କିନ୍ତୁ ସେ ତାଙ୍କ ଚିନ୍ତାଧାରାକୁ ବିଚଳିତ ହେବାକୁ ଦେଲେ ନାହିଁ। ସେ ଏକ ଗଛ ତଳେ ବସି ଧ୍ୟାନରେ ମଗ୍ନ ହୋଇଗଲେ। ପରଦିନ ସେ ପ୍ରେମରେ ହଇରାଣ କରିବା ଆରମ୍ଭ କଲେ। ତାଙ୍କ ଶରୀର ଶୁଖିବାକୁ ଲାଗିଲା ଏବଂ ସେ କ୍ଳାନ୍ତିରେ ପୂର୍ଣ୍ଣ ହୋଇଗଲେ, କିନ୍ତୁ ସେ ନିଜର ଇଚ୍ଛାକୁ ନିୟନ୍ତ୍ରଣ କଲେ ଏବଂ ନିଜକୁ ବୁଝାଇଲେ ଯେ ଶରୀରର ଏକ ପରୀକ୍ଷା ଅଛି, ଏଥିରେ ଆତ୍ମାର କ'ଣ ସମ୍ପର୍କ। ତୃତୀୟ ଦିନ ତାଙ୍କ ଶରୀର ଦୁର୍ବଳ ହେବାକୁ ଲାଗିଲା। ତାଙ୍କ ଗୋଡ଼ ଥରି ଉଠିଲା, କିନ୍ତୁ ତାଙ୍କ ମନ ଏପର୍ଯ୍ୟନ୍ତ ଅଟଳ ଥିଲା। ସେ ହାର ମାନିବାକୁ ମନା କରିଦେଇଥିଲେ। ଚତୁର୍ଥ ଦିନ ସେ ଅନୁଭବ କଲେ ଯେ ସେ ଆଉ ସହ୍ୟ କରିପାରିବେ ନାହିଁ। ତାଙ୍କୁ ମୁଣ୍ଡ ଘୂରାଇବାକୁ ଲାଗିଲା ଏବଂ ତାଙ୍କର ଦୃଷ୍ଟି ଝାପ୍ସା ହୋଇଗଲା। କିନ୍ତୁ ତାପରେ ଋଷି କଥା ମନେ ପଡ଼ିଲା। ପ୍ରକୃତ ଶକ୍ତି ଶରୀରରେ ନୁହେଁ, ବରଂ ମନରେ ରହିଛି। ଏହା ଭାବି ସେ ନିଜ ଭିତରେ ଶକ୍ତିର ଏକ ଉଷ୍ମତା ଅନୁଭବ କଲେ। ସେ ତାଙ୍କ ଚେତନାକୁ ତାଙ୍କ ଶରୀରରୁ ପୃଥକ କରି ଧ୍ୟାନରେ ପ୍ରବେଶ କଲେ। ପଞ୍ଚମ ଏବଂ ଷଷ୍ଠ ଦିନରେ ସେ ସମ୍ପୂର୍ଣ୍ଣ ଧ୍ୟାନରେ ବୁଡ଼ି ଯାଇଥିଲେ ଏବଂ ତାଙ୍କୁ ଭୋକ କିମ୍ବା ଶୋଷ ଲାଗୁନଥିଲା। ଏହା କୌଣସି ସାଧାରଣ ଅବସ୍ଥା ନଥିଲା, ଏହା ଆତ୍ମାର ଗଭୀରତାକୁ ଯିବାର ଅବସ୍ଥା ଥିଲା। ଯେତେବେଳେ ସପ୍ତମ ଦିନ ସୂର୍ଯ୍ୟ ଉଦୟ ହେଲା, କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ସାବିତ୍ରୀଙ୍କ ଆତ୍ମା ଏକ ନୂତନ ଶକ୍ତିରେ ପରିପୂର୍ଣ୍ଣ ହୋଇଗଲା। ତାଙ୍କୁ ଲାଗୁଥିଲା ଯେ ସେ ଆଉ କେବଳ ଜଣେ ସାଧାରଣ ମହିଳା ନୁହନ୍ତି, ବରଂ କୌଣସି ଦିବ୍ୟ ଶକ୍ତି ସହିତ ଜଡ଼ିତ ହୋଇଯାଇଛନ୍ତି। ସପ୍ତମ ଦିନ ଯେତେବେଳେ ସାବିତ୍ରୀ ଧ୍ୟାନରେ ମଗ୍ନ ଥିଲେ, ହଠାତ୍ ବାୟୁମଣ୍ଡଳରେ ଏକ ଦିବ୍ୟ ଆଭା ଦେଖାଦେଲା ଏବଂ ଏକ ହାଲକା ପବନ ବହିବାକୁ ଲାଗିଲା। ପତ୍ରଗୁଡ଼ିକର ଶବ୍ଦ କିଛି ଦିବ୍ୟ ସଙ୍ଗୀତ ପରି ଥିଲା। ଧୀରେ ଧୀରେ 3 ଋଷି ବଶିଷ୍ଠ, ଆନନ୍ଦ, ଦେବ ଆନନ୍ଦ ଏବଂ ଶରଣ ଆନନ୍ଦ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ବଶିଷ୍ଠ ତାଙ୍କୁ ଗଭୀର ପ୍ରେମରେ ଚାହିଁ କହିଲେ, ଝିଅ, ତୁମେ ସଫଳତାର ସହିତ ତୁମର ଶେଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛ। ଏବେ ତୁମେ କେବଳ ଜଣେ ବିଧବା ନୁହେଁ, ବରଂ ଜଣେ ଶକ୍ତିଶାଳୀ ଆତ୍ମା। ସାବିତ୍ରୀଙ୍କ ଆଖି ଭକ୍ତିର ଲୁହରେ ଝରି ପଡ଼ିଲା, କିନ୍ତୁ ଏଥର ମଧ୍ୟ ସେଗୁଡ଼ିକ ଦୁଃଖର ଲୁହ ନୁହେଁ, ବରଂ ଆତ୍ମତୃପ୍ତିର ଲୁହ ଥିଲା। ଦେବ ଆନନ୍ଦ ଆହୁରି କହିଛନ୍ତି ଯେ ଏବେ ତୁମେ ଭିତରେ ଏପରି ଶକ୍ତି ଅଛି, ଯାହା ସାହାଯ୍ୟରେ ତୁମେ କେବଳ ତୁମର ଜୀବନ ନୁହେଁ, ବରଂ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ପରିବର୍ତ୍ତନ କରିପାରିବ।
ତୁମେ ତୁମର ଭାଗ୍ୟର ମାଲିକାଣୀ। ଅନ୍ୟମାନଙ୍କୁ ସେମାନଙ୍କ ଅନ୍ଧକାରରୁ ଉଠାଇ ପାରିବ। ସାବିତ୍ରୀ ଅନୁଭବ କଲେ ଯେ ତାଙ୍କ ଆତ୍ମା ହାଲକା ହୋଇଗଲା। ସେ ସେଇ ମହିଳା ଥିଲେ, କିନ୍ତୁ ଏବେ ତାଙ୍କ ଭିତରେ ଏକ ଦିବ୍ୟ ଆଲୋକ ଥିଲା। ଶରଣ ଆନନ୍ଦ ତାଙ୍କର ଦୁଇ ହାତ ଉଠାଇ ଆଶୀର୍ବାଦ ଦେବା ସମୟରେ କହିଲେ, ଆମେ ତୁମକୁ ଆଶୀର୍ବାଦ କରୁଛୁ ଯେ ଏବେଠାରୁ ତୁମର ଜୀବନ ସୁଖ, ଶାନ୍ତି ଏବଂ ସମ୍ମାନରେ ପରିପୂର୍ଣ୍ଣ ହେବ। ତୁମର ଏହି ତପସ୍ୟା କେବଳ ତୁମ ପାଇଁ ନୁହେଁ, ବରଂ ଏହା ସମଗ୍ର ବିଶ୍ୱ ପାଇଁ ଏକ ବାର୍ତ୍ତା ଯେ ପ୍ରତ୍ୟେକ ଆତ୍ମାର ଅସୀମ ଶକ୍ତି ରହିଛି। ତୁମକୁ କେବଳ ଏହାକୁ ଚିହ୍ନିବା ଦରକାର। ସେ ଏହା କହିବା ମାତ୍ରେ ସାବିତ୍ରୀଙ୍କ ଚାରିପାଖରେ ଏକ ଦିବ୍ୟ ଆଲୋକ ବ୍ୟାପିଗଲା। ଏପରି ଲାଗିଲା ଯେପରି ସମଗ୍ର ବ୍ରହ୍ମାଣ୍ଡ ତାଙ୍କ ଭିତରେ ଥିବା ଶକ୍ତିକୁ ଗ୍ରହଣ କରୁଛି। ସାବିତ୍ରୀ ଧୀରେ ଧୀରେ ଆଖି ଖୋଲିଲେ। ଏବେ ସେ ପୂର୍ବ ଅପେକ୍ଷା ଅଧିକ ଉଜ୍ଜଳ, ଅଧିକ ଗୌରବମୟ ଏବଂ ଅଧିକ ଶକ୍ତିଶାଳୀ ଅନୁଭବ କଲେ। ସେ ଆଉ କେବଳ ଜଣେ ସାଧାରଣ ମହିଳା ନଥିଲେ, ସେ ଏକ ପ୍ରେରଣା ପାଲଟି ଯାଇଥିଲେ। ଯେତେବେଳେ ସାବିତ୍ରୀ ଗାଁକୁ ଫେରିଲେ, ଲୋକମାନେ ତାଙ୍କୁ ଦେଖି ଖୁସି ହେଲେ। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ସେ ଆଉ ପୂର୍ବପରି ନଥିଲା। ତାର ଚାଲିବା ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଥିଲା। ତାଙ୍କ ଆଖିରେ ଅଦ୍ଭୁତ ତେଜ ଥିଲା ଏବଂ ତାଙ୍କ ମୁହଁରେ ଶାନ୍ତିର ଏକ ଦିବ୍ୟ ଆଭା ଝଲସୁଥିଲା। ସେ ଆଉ ଜଣେ ଘୃଣିତ ବିଧବା ନଥିଲେ, ବରଂ ଜଣେ ଉଜ୍ଜଳ, ସ୍ୱାଧୀନ ଏବଂ ବଳିଷ୍ଠ ମହିଳା ଥିଲେ। ସେହି ଗାଁ ଲୋକମାନେ ଯେଉଁମାନେ ତାଙ୍କୁ ଏକ ଅଶୁଭ ଚିହ୍ନ ବୋଲି ଭାବୁଥିଲେ, ଆଜି ଲୋକମାନେ ତାଙ୍କ ପାଦତଳେ ଶ୍ରଦ୍ଧାରେ ନତମସ୍ତକ ହେଲେ। ସେମାନେ ତାଙ୍କୁ ସମ୍ମାନ କଲେ ଏବଂ ତାଙ୍କର ମାର୍ଗଦର୍ଶକ ଭାବରେ ଗ୍ରହଣ କଲେ। ଏବେ ସେ କେବଳ ସାବିତ୍ରୀ ନଥିଲେ, ସେ ମାତା ସାବିତ୍ରୀ ହୋଇଗଲେ। ତାଙ୍କର ଯାତ୍ରା ଏବେ ଏକ ନୂତନ ଦିଗରେ ଗତି କରିଥିଲା, ଯେଉଁଠାରେ ସେ ଅନ୍ୟମାନଙ୍କ ପାଇଁ ଆଲୋକ ହେବେ ଏବଂ ସେମାନଙ୍କୁ ମାର୍ଗଦର୍ଶନ କରିବେ। ବନ୍ଧୁଗଣ, ଏହି କାହାଣୀ ଆମକୁ ଶିଖାଏ ଯେ ପରିସ୍ଥିତି ଯେତେ କଷ୍ଟକର ହେଉନା କାହିଁକି, ଯଦି ଆମ ଭିତରେ ସାହସ ଅଛି, ଯଦି ଆମ ଭିତରେ ଧୈର୍ଯ୍ୟ ଏବଂ ସେବା ଭାବନା ଥାଏ, ତେବେ ଆମେ ଆମର ଭାଗ୍ୟ ବଦଳାଇ ପାରିବା। ବନ୍ଧୁଗଣ, ମୁଁ ଆଶା କରୁଛି ଆପଣ ଏହି କାହାଣୀରୁ କିଛି ଶିଖିଥିବେ। ରହୁଛି, ନମସ୍କାର।